12 ସେପ୍ଟେମ୍ବରରେ ଲହରୀ ଆସୁଛି ଆଉ ମୁଁ ଆଶା କରୁଛି କି ଆପଣମାନେ ଏଇ ମୁଭିକୁ ଦେଖିବାକୁ ଆସିବେ ଏବଂ ବହୁତ ବହୁତ ଭଲ ପାଇବା ଦେଇକି ଯିବେ କାହିଁକି ଯେହେତୁ ନ୍ୟାସନାଲି ଆଉ ଇଣ୍ଟରନ୍ୟାସନାଲି ଲୋକମାନଙ୍କୁ ଭଲ ଲାଗୁଛି ଏ ଆମ ମାଟିର ଗଳ୍ପ ଆଉ ମାଟିର କଥା ଓଡ଼ିଶା ମାଟିର କଥା ତ ମୁଁ ଭାବୁଛି କି ଆପଣମାନେ ନିଶ୍ଚୟ ଏଇ ମୁଭିକୁ ବହୁତ ବହୁତ ପସନ୍ଦ କରିବେ। ତା ପୂର୍ବରୁ ଫିଲ୍ମ ବହୁତ ଆଣିଛନ୍ତି କିନ୍ତୁ ସୁପରହିଟ୍ ମଧ୍ୟ ହେଇଛି। କଣ କହିବେ ଲହରୀ କିଛି ଭଲ ପାଇ ମିଳିବ? ଲହରୀ ଆମ ଝିଲିକ ମୋଶନ ପିକ୍ଚର୍ସର ସିକ୍ସ ଭେଞ୍ଚର ଆଉ ମୁଁ ବହୁତ ହି ଏକ୍ସାଇଟେଡ୍ ଅଛି ଆଉ ନର୍ଭସ୍ ବି ଅଛି କାହିଁକି ନା 12 ସେପ୍ଟେମ୍ବର ଆଉ ବାସ୍ କିଛି ଦିନ ପରେ ସିନେମା ରିଲିଜ ହବାକୁ ଯିବ କିନ୍ତୁ ମୋର ବିଶ୍ୱାସ ବି ଅଛି କି ଯେହେତୁ ଏଇ ସିନେମା ବାହାର ଲୋକମାନେ ଏତେ ପସନ୍ଦ କରୁଛନ୍ତି ତ ଆମ ମାଟିର ସମସ୍ତେ ମାଟି ଲୋକମାନେ ବି ନିଶ୍ଚୟ ପସନ୍ଦ କରିବେ। ଝିଲିକ ପ୍ରଡକ୍ସନରେ ଯାହା ବି ଫିଲ୍ମ ଅଛି ତ ୟୁନିକ୍ କନସେପ୍ଟ ନେଇକି ଝିଲିକ ଆଣ। ଏଇ ମୁଭିଟା ତ ସେମିତି ଗୋଟେ ୟୁନିକ୍ କନସେପ୍ଟରେ ଆଣିବାର ଚେଷ୍ଟା କରିଛି ଆଉ ସେଥିପାଇଁ ଭାବୁଛି କି ଲୋକମାନଙ୍କୁ ଭଲ ଲାଗିବ। ଯାହା ଫିଲ୍ମ ଅଛି ସୋସିଆଲ ମେସେଜ ଅଛି। ଏଇ ମୁଭିରେ ବି ସୋସିଆଲ ମେସେଜ ଅଛି। ହଁ ଏଇ 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 ମୁଭିରେ ବି ସୋସିଆଲ ମେସେଜ ଅଛି ସେମିତି ଏଇ ମୁଭି ରୁରାଲ ଅଣ୍ଟରପ୍ରେନ୍યોରସିପ ଉପରେ ଅଛି ଇକୋ ଟୁରିଜମ ଉପରେ ଅଛି ଓଡିଶା ବ୍ୟୁଟିଫିକେସନ ଉପରେ ଅଛି ଗୋଟେ ଫାଦରହୁଡ ଉପରେ ଅଛି ବାପ ପୁଅର କାହାଣୀ ଅଛି। ଲହରୀ କେମିତି ଥିଲା ଫିଲ୍ମ? କାହିଁକି ଲହରୀ ସିନେମାଟା ଦେଖିଲେ ଜାଣିପାରିବେ ଯେ କାହିଁକି ଲହରୀ ଏଇ ସିନେମାଟାକୁ ଟାଇଟଲଟା ଦେବା ହେଲା। ଲହରୀ ଫିଲ୍ମରେ ଝିଲିକ କିଛି ଅଛି? ସେଟା ଟ୍ରେଲର ଆସିଲା ପରେ ଜାଣି ଠିକ୍